ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବାମ୍ପଦା ଛକ ନିକଟରେ ଶୁକ୍ରବାର ଦୁଇଟି ସଡ଼କ ଦୁର୍ଘଟଣା ଘଟିଛି। ପ୍ରଥମ ଦୁର୍ଘଟଣାରେ ରାସ୍ତା ପାରି ହେଉଥିବା ବେଳେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଘଟଣାରେ ଏକ କାର୍ କ୍ଷତିଗ୍ରସ୍ତ ହୋଇଛି। ମୃତ ମହିଳା ଜଣକ ବାମ୍ପଦା ଅଞ୍ଚଳର ସ୍ୱର୍ଗତ ଶିବ ସିଂଙ୍କ ସ୍ତ୍ରୀ 65 ବର୍ଷିୟା ଗୁରୁବାରୀ ବୋଲି ଜଣାପଡ଼ିଛି। ଶୁକ୍ରବାର ସନ୍ଧ୍ୟାରେ ଗୁରୁବାରୀ ରାସ୍ତା ପାରି ହେଉଥିବା ବେଳେ ରେମୁଣା ଗୋଲେଇ ପଟୁ ଯାଉଥିବା ଏକ ଟ୍ରକ୍ ଚକ ତଳେ ଚାପି ହୋଇଯାଇଥିଲେ ଏବଂ ସେହିଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଗୁରୁବାରୀଙ୍କର କବିତା ନାମକ ଜଣେ ଦୃଷ୍ଟିବାଧିତ ସ୍ୱାମୀ ପରିତ୍ୟକ୍ତା ଝିଅ ଅଛନ୍ତି। କବିତାଙ୍କର ମଧ୍ୟ ଜଣେ ଛୋଟ ପିଲା ଅଛି ଏବଂ ସେମାନେ ମୃତ ମା ଗୁରୁବାରୀଙ୍କ ରୋଜଗାରରେ ଚଳୁଥିଲେ। ଏବେ ସେମାନଙ୍କର କିପରି ଗୁଜୁରାଣ ମେଣ୍ଟିବ ସେ ନେଇ ଗ୍ରାମବାସୀ ମଧ୍ୟ ଚିନ୍ତା ବ୍ୟକ୍ତ କରିଥିଲେ। ତାଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ବାମ୍ପଦା ଛକରେ ବ୍ରିଜ୍ ନିର୍ମାଣ କାମ କରୁଥିବା ବ୍ରିଜଗୋପାଳ କନଷ୍ଟ୍ରକ୍ସନ୍ ଉଜ୍ଜଳ ଆଲୋକ ବ୍ୟବସ୍ଥା ସାଙ୍ଗକୁ ଅଧିକ ଟ୍ରାଫିକ୍ କର୍ମଚାରୀ ମୁତୟନ କରନ୍ତୁ ବୋଲି ଲୋକେ ଦାବି କରିଥିଲେ। ଦୁର୍ଘଟଣା ପରେ ସନ୍ଧ୍ୟା 5ଟାରୁ ରାତି 8ଟା ଯାଏ ରାଜପଥ ଅବରୋଧ ହୋଇ ରହିଥିଲା। ସେପଟେ କୁରୁଡ଼ା ପର୍ଯ୍ୟନ୍ତ ଏବଂ ଅନ୍ୟପଟେ ରେମୁଣା ଗୋଲେଇ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକର ଲମ୍ବା ଲାଇନ୍ ଲାଗିଯାଇଥିଲା। ଖବର ପାଇ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ଗୋବିନ୍ଦ ଚନ୍ଦ୍ର ଦାସ, ଦିନମାନସ ଜାଗରଣ ପରିଷଦର ସଭାପତି ମାନସ ରଞ୍ଜନ ରାଉତ ପ୍ରମୁଖ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ଶିଳ୍ପାଞ୍ଚଳ ଥାନା ଅଧିକାରୀ ଶ୍ୟାମଘନ ବେହେରା, ତହସିଲଦାର ଅନୁପ କୁମାର ବେହେରା, ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ମିଶ୍ର ଲୋକଙ୍କୁ ବୁଝାସୁଝା କରିଥିଲେ। ରେଡ୍କ୍ରସରୁ 20,000 ଟଙ୍କାର ସହାୟତା ଘୋଷଣା ପରେ ରାଜପଥ ଅବରୋଧ ହଟିଥିଲା। ତେବେ ଏହି ଦୁର୍ଘଟଣା ପରେ ବିର୍ଲା କାରଖାନା ସମ୍ମୁଖରେ ଆଉ ଏକ ଦୁର୍ଘଟଣା ଘଟିଥିଲା। ବାରିପଦା ଯାଉଥିବା ଏକ କାର୍କୁ ଏକ ହାଇୱା ଧକ୍କା ଦେବାରୁ କାର୍ଟି କ୍ଷତିଗ୍ରସ୍ତ ହୋଇଥିଲା, ମାତ୍ର କାର୍ରେ ଥିବା କେହି ମୃତାହତ ହୋଇନଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓ ହାଇୱାକୁ ପୁଲିସ ଥାନାକୁ ନେଇଥିଲା। ତେବେ ବିଳମ୍ବିତ ରାତିରେ କାର୍ ହାଇୱା ଧକ୍କା ଘଟଣାଟି ଆପୋଷ ସମାଧାନ ହୋଇଯାଇଥିବା ସୂଚନା ମିଳିଛି।